ଜାଣିଛନ୍ତି ଏଇ ପଡିଗୁଡା ଗାଁରେ ଗୋଟେ ଅଭାବନୀୟ ଘଟଣା ଘଟିଛି, ଅତି ଅମାନବୀୟ ଘଟଣା ଘଟିଛି। ଗୋଟେ ଅନାଥ ଝିଅ, ନାବାଳିକ ଝିଅ, ଆଦିବାସୀ ଝିଅର ଗଣଦୁଷ୍କର୍ମ ହେଇଛି ଏବଂ ସେଇ ଗଣଦୁଷ୍କର୍ମରେ ଆଜି ସେ ମହିଳା ଅତ୍ୟନ୍ତ ଭାବରେ ମାନସିକ ଆଘାତ ସହିତ ତାଙ୍କର ଶାରୀରିକ ଆଘାତ ହେଇଛି ଏବଂ ସେ ଟ୍ରିଟମେଣ୍ଟରେ ବର୍ତ୍ତମାନ ଅଛନ୍ତି ଏବଂ ତାଙ୍କର ମାନସିକ ଅବସ୍ଥା ମଧ୍ୟ ବର୍ତ୍ତମାନ ଖରାପ ଅଛି ଏବଂ ତାଙ୍କର ପରିବାର ବର୍ଗ ମଧ୍ୟ ଆଜି ମାନସିକ ଅଶାନ୍ତି ସହିତ ସେ ଝିଅକୁ କିପରି ଭାବରେ ମେଡିକାଲ ସ୍ୱାସ୍ଥ୍ୟ ସେବା ପାଇପାରିବ, କିପରି ଭାବରେ ସେ ତାର ସୁରକ୍ଷା ହେଇପାରିବ ଏବଂ ଯୋଉ ଅପରାଧୀ ଅଛନ୍ତି ତାକୁ କିପରି ଭାବରେ ଦଣ୍ଡବିଧାନ ହେଇପାରିବ କଠୋରରୁ କଠୋରତମ, ସେ ଉପରେ ତାଙ୍କର ପରିବାର ବି ଆଜି ଚିନ୍ତିତ ଅଛନ୍ତି। ଏବଂ ଆଜି ଆପଣ ଦେଖନ୍ତୁ ଓଡ଼ିଶାରେ ପ୍ରତ୍ୟେକ ଦିନ ଆଦିବାସୀ ମହିଳାଙ୍କୁ, ଆଦିବାସୀ ନାବାଳିକାଙ୍କୁ, ଆଦିବାସୀ ମହିଳାମାନଙ୍କୁ ଗଣଦୁଷ୍କର୍ମର ପ୍ରତ୍ୟେକ ଦିନ ଆପଣମାନେ ଖବରକାଗଜରେ ପାଇବେ। ଯୋଉ ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, କିନ୍ତୁ ଆଦିବାସୀଙ୍କ ସୁରକ୍ଷା ସେ ଦେଇପାରୁନାହାନ୍ତି, ନାବାଳିକାଙ୍କ ସୁରକ୍ଷା ସେ ଦେଇପାରୁନାହାନ୍ତି। ଗୋଟେ ଅନାଥ ଝିଅ, ଗୋଟେ ଆଦିବାସୀ ଝିଅ, ଗୋଟେ ନାବାଳିକା ଝିଅର ଆଜି ଗଣଦୁଷ୍କର୍ମ ହେଇଛି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପଦରୁ କିମ୍ବା ତାଙ୍କର ଅଫିସିଆଲ କୌଣସି ଆପଣ ୱେବସାଇଟ ଦେଖିବାକୁ ପାଇବେନି କୌଣସି ପ୍ରକାର ସମବେଦନା କିମ୍ବା ସମ୍ବେଦନଶୀଳ କିଛି କଥା। ଆଜି ଦୁର୍ଭାଗ୍ୟର କଥା ଯେ ପ୍ରତ୍ୟେକ ଦିନ ଖବର କାଗଜର ଶିରୋନାମା ହେଉଛି ଆଦିବାସୀ ମହିଳାଙ୍କ ଦୁଷ୍କର୍ମ ଏବଂ ତାଙ୍କର ଗଣଦୁଷ୍କର୍ମ ଏବଂ ନିଶ୍ଚିତ ଭାବରେ ଏଇଟା ନିନ୍ଦନୀୟ ଘଟଣା ଆଜି ଓଡ଼ିଶା ସରକାରଙ୍କ ପାଇଁ ଏବଂ ସାରା ଆଦିବାସୀ ମାନଙ୍କ ପାଇଁ ଆମେ ଚିନ୍ତାରେ ଅଛୁ। ବର୍ତ୍ତମାନ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ ମହୋଦୟ ସବୁବେଳେ ଚିନ୍ତିତ ଅଛନ୍ତି। ଆଦିବାସୀଙ୍କୁ ସେ ସୁରକ୍ଷା ଦଉଥିଲେ, ଯୋଉ ଦଳିତ ମାନଙ୍କୁ ସେ ସୁରକ୍ଷା ଦଉଥିଲେ, ଯୋଉ ମହିଳା ମାନଙ୍କ ସୁରକ୍ଷା ସର୍ବୋପରି ଥିଲା ନବୀନ ପଟ୍ଟନାୟକଙ୍କ ପାଇଁ, କିନ୍ତୁ